ସମ୍ମାନନୀୟ ସଭାପତି ମହୋଦୟ, ପ୍ରିୟ ଗୁରୁଜୀ ଗୁରୁମା ବୃନ୍ଦ, ମଞ୍ଚାସୀନ ଅତିଥି, ଉପସ୍ଥିତ ଭଦ୍ରମଣ୍ଡଳୀ, ମୋର ପ୍ରିୟ ସହପାଠୀ ତଥା ମୋର ସାନ ବଡ଼ ଭାଇ ଓ ଭଉଣୀମାନେ। ଆଜିର ଏହି ଗାନ୍ଧୀ ଜୟନ୍ତୀ ଅବସରରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି ଏବଂ ମୋର ଶ୍ରେଣୀ ଶିକ୍ଷକ ମୋତେ ଏହି ସୁଯୋଗ ଦେଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି। ଆଜି ହେଉଛି ଅକ୍ଟୋବର 2 ତାରିଖ, ଯାହାକୁ ପ୍ରତିବର୍ଷ ସାରା ଭାରତରେ ଗାନ୍ଧୀ ଜୟନ୍ତୀ ରୂପରେ ଅତି ସମ୍ମାନର ସହ ପାଳନ କରାଯାଏ। ଆଜି ହେଉଛି ଗାନ୍ଧୀଜୀଙ୍କର 155ତମ ଜନ୍ମଦିବସ। ସ୍ୱଚ୍ଛତା ପ୍ରେମୀ ଗାନ୍ଧୀଜୀଙ୍କ ସମ୍ମାନାର୍ଥେ ଏହି ଦିବସକୁ ସାରା ଭାରତରେ ସ୍ୱଚ୍ଛତା ଦିବସ ରୂପରେ ମଧ୍ୟ ପାଳନ କରାଯାଏ। ତେବେ ଯାହାଙ୍କ ଉଦ୍ଦେଶ୍ୟରେ ଏହି ପବିତ୍ର ଆୟୋଜନ, ପ୍ରଥମେ ତାଙ୍କ ସମ୍ପର୍କରେ ସମ୍ୟକ୍ ଅବତାରଣା ଦେବି। ଜାତିର ଜନକ ମହାତ୍ମା ଗାନ୍ଧୀ 1869 ମସିହା ଅକ୍ଟୋବର 2 ତାରିଖ ଦିନ ଗୁଜରାଟର ପୋରବନ୍ଦର ନାମକ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ମୋହନଦାସ କରମଚାନ୍ଦ ଗାନ୍ଧୀ ଥିଲା। ତାଙ୍କ ପିତାଙ୍କ ନାମ କରମଚାନ୍ଦ ଗାନ୍ଧୀ ଓ ମାତାଙ୍କ ନାମ ପୁତଲିବାଇ ଥିଲା। ଗାନ୍ଧୀଜୀ ମାତ୍ର 13 ବର୍ଷ ବୟସରେ କସ୍ତୁରବାଈଙ୍କୁ ବିବାହ କରିଥିଲେ। ସେ ଇଂଲଣ୍ଡରୁ ଆଇନ ପାସ୍ କରିଥିଲେ। ଗାନ୍ଧୀଜୀ ଓକିଲାତି ବ୍ୟବସାୟ କରିବା ପାଇଁ ଦକ୍ଷିଣ ଆଫ୍ରିକା ଯାଇଥିଲେ, ମାତ୍ର ଗୋରା ସରକାରଙ୍କର କଳା ଲୋକଙ୍କ ସହିତ ଖରାପ ବ୍ୟବହାର ତାଙ୍କୁ ଅତିଷ୍ଠ କରିଥିଲା। ଗୋରା ସରକାରଙ୍କଠାରୁ ନିଜ ମାତୃଭୂମିକୁ ଉଦ୍ଧାର କରିବା ପାଇଁ ସେ ସଂକଳ୍ପ କରିଥିଲେ। ଗାନ୍ଧୀଜୀ ସର୍ବଦା ଅହିଂସା ମାର୍ଗରେ ଓ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ। ତାଙ୍କର ମହାନ ନୀତି ଯୋଗୁଁ ଲୋକମାନେ ତାଙ୍କୁ ମହାତ୍ମା ଆଖ୍ୟା ଦେଇଥିଲେ, ତେଣୁ ମହାତ୍ମା ଗାନ୍ଧୀ ନାମରେ ସବୁଠାରେ ସେ ପରିଚିତ ହେଲେ। ଗାନ୍ଧୀଜୀ ବିଭିନ୍ନ ପ୍ରକାରର ଆନ୍ଦୋଳନ କରି ବ୍ରିଟିଶ ସରକାରଙ୍କୁ ବ୍ୟତିବ୍ୟସ୍ତ କରିଦେଇଥିଲେ। ଗାନ୍ଧୀଜୀ ସମସ୍ତଙ୍କୁ ସର୍ବଦା ଅହିଂସାର ମାର୍ଗଦର୍ଶନ କରାଇଥିଲେ। ତାଙ୍କର ଅହିଂସା ନୀତି ଫଳରେ ଶେଷରେ ସେ ଏ ଦେଶରୁ ଗୋରା ସରକାରଙ୍କୁ ବିତାଡ଼ିତ କରିବାରେ ସଫଳ ହୋଇଥିଲେ। ଶେଷରେ 1947 ମସିହା ଅଗଷ୍ଟ 15 ତାରିଖ ଦିନ ଏ ଦେଶ ସ୍ୱାଧୀନ ହେଲା। 1948 ମସିହା ଜାନୁଆରୀ 30 ତାରିଖ ଦିନ ଏକ ଆତତାୟୀର ଗୁଳିରେ ଗାନ୍ଧୀଜୀଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ତାଙ୍କ କର୍ମମୟ ଜୀବନରେ ଲୋକଙ୍କ ପାଇଁ ଏତେ ଭଲ କାର୍ଯ୍ୟ କରିଥିଲେ ଯେ ଲୋକମାନେ ଖୁସିରେ ତାଙ୍କୁ ବାପୁ ବୋଲି ସମ୍ବୋଧନ କରୁଥିଲେ। ଆଜି ହେଉଛି ସେହି ମହାନ ବ୍ୟକ୍ତିଙ୍କର ଜନ୍ମଦିବସ। ଆଜିର ଏହି ଦିବସରେ ଆମେ ଶପଥ ନେବା ଯେ ଗାନ୍ଧୀଜୀଙ୍କର ଆଦର୍ଶ ଚିନ୍ତାଧାରା ଓ ଦେଖିଥିବା ଅଖଣ୍ଡ ଭାରତର ସ୍ୱପ୍ନକୁ ପୂରଣ କରିବା। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଧନ୍ୟବାଦ।